ଶୁଣୁଛନ୍ତି 21 ନଭେମ୍ବର 2025 ପ୍ରାତଃ ମୁରଲି। ବାବା କହୁଛନ୍ତି, ମିଠେ ବଚ୍ଚେ, ତୁମେମାନେ ଏବେ ଈଶ୍ୱରୀୟ ସେବାରେ ଉପସ୍ଥିତ ଅଛ। ତୁମମାନଙ୍କୁ ସମସ୍ତଙ୍କୁ ସୁଖର ରାସ୍ତା ବତାଇବାକୁ ହେବ। ବୃତ୍ତି ପ୍ରାପ୍ତ କରିବା ଭଳି ପୁରୁଷାର୍ଥ କରିବାକୁ ପଡ଼ିବ। ତୁମେମାନେ ଏବେ ଈଶ୍ୱରୀୟ ସେବାରେ ଉପସ୍ଥିତ ଅଛ। ତୁମମାନଙ୍କୁ ସମସ୍ତଙ୍କୁ ସୁଖର ରାସ୍ତା ବତାଇବାକୁ ହେବ। ବୃତ୍ତି ପ୍ରାପ୍ତ କରିବା ଭଳି ପୁରୁଷାର୍ଥ କରିବାକୁ ପଡ଼ିବ। ପ୍ରଶ୍ନ, ତୁମମାନଙ୍କ ବୁଦ୍ଧିରେ ଯେବେ ଜ୍ଞାନର ଭଲ ଧାରଣା ହୋଇଯାଏ, ତେବେ କେଉଁ ଡର ବାହାରିଯାଏ? ତୁମମାନଙ୍କ ବୁଦ୍ଧିରେ ଯେବେ ଜ୍ଞାନର ଭଲ ଧାରଣା ହୋଇଯାଏ, ତେବେ କେଉଁ ଡର ବାହାରିଯାଏ? ଉତ୍ତର, ଭକ୍ତି ମାର୍ଗରେ ଯେଉଁ ଭୟ ରହିଥାଏ ଯେ ଗୁରୁଙ୍କ ଦ୍ୱାରା ଆମକୁ କୌଣସି ଅଭିଶାପ ନ ମିଳୁ, ଏହି ଭୟ ଜ୍ଞାନରେ ଆସିବା ଦ୍ୱାରା, ଜ୍ଞାନର ଧାରଣା କରିବା ଦ୍ୱାରା ସମାପ୍ତ ହୋଇଯାଏ। କାହିଁକି ନା ଜ୍ଞାନ ମାର୍ଗରେ କେହି ଅଭିଶାପ ଦେଇପାରିବେ ନାହିଁ। ରାବଣ ଅଭିଶାପ ଦିଏ, ବାବା ସମ୍ପତ୍ତି ଦେଇଥାନ୍ତି। ରିଦ୍ଧି ସିଦ୍ଧି ଶିଖିଥିବା ଲୋକେ ଏପରି ହଇରାଣ କରିବାର ବା ଦୁଃଖ ଦେବାର କାମ କରିଥାନ୍ତି। ଜ୍ଞାନ ମାର୍ଗରେ ତ ତୁମେ ପିଲାମାନେ ସମସ୍ତଙ୍କୁ ସୁଖ ଦେଉଛ। ଓମ୍ ଶାନ୍ତି। ମଧୁର ଆତ୍ମିକ ସନ୍ତାନମାନଙ୍କ ପ୍ରତି ଆତ୍ମିକ ପିତା ବସି ବୁଝାଉଛନ୍ତି, ତୁମେ ସମସ୍ତେ ପ୍ରଥମେ ଆତ୍ମା ଅଟ। ଏହି ନିଶ୍ଚୟ ପକ୍କା ରଖିବାକୁ ହେବ। ପିଲାମାନେ ଜାଣିଛନ୍ତି ଯେ ଆମେ ଆତ୍ମାମାନେ ପରମ ଧାମରୁ ଆସିଛୁ। ଏଠାରେ ଶରୀର ନେଇ ଅଭିନୟ କରିବା ପାଇଁ ଆତ୍ମା ହିଁ ଅଭିନୟ କରୁଛି। ମନୁଷ୍ୟ ଭାବୁଛନ୍ତି ଶରୀର ହିଁ ଅଭିନୟ କରିଥାଏ। ଏହା ହେଉଛି ସବୁଠାରୁ ବଡ଼ ଭୁଲ। ଯେଉଁ କାରଣରୁ ଆତ୍ମାକୁ କେହି ଜାଣିନାହାନ୍ତି। ଏହି ଆବାଗମନ ଚକ୍ରରେ ଆମେ ଆତ୍ମାମାନେ ଯିବା ଆସିବା କରୁଛୁ। ଏହି କଥାକୁ ଭୁଲି ଯାଇଛନ୍ତି। ସେଥିପାଇଁ ବାବାଙ୍କୁ ଆସି ଆତ୍ମ ଅଭିମାନୀ କରାଇବାକୁ ପଡ଼ୁଛି। ଏହି କଥା ମଧ୍ୟ କେହି ଜାଣିନାହାନ୍ତି। ବାବା ହିଁ ବୁଝାଉଛନ୍ତି ଆତ୍ମା କିପରି ଅଭିନୟ କରୁଛି। ମନୁଷ୍ୟ ସର୍ବାଧିକ 84 ଜନ୍ମରୁ ଆରମ୍ଭ କରି ସର୍ବନିମ୍ନ 1 ବା 2 ଜନ୍ମ ନେଇଥାଏ। ଆତ୍ମାକୁ ପୁନର୍ଜନ୍ମ ତ ନେବାକୁ ହିଁ ପଡ଼ିବ। ଏଥିରୁ ପ୍ରମାଣିତ ହେଉଛି, ଅଧିକ ସମୟ ଅଭିନୟ କରୁଥିବା ଆତ୍ମା ବହୁତ ପୁନର୍ଜନ୍ମ ନେଇଥାଏ। କମ୍ ସମୟ ଅଭିନୟ କରୁଥିବା ଆତ୍ମା କମ୍ ପୁନର୍ଜନ୍ମ ନେଉଛନ୍ତି। ଯେପରି ନାଟକରେ କାହାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଭିନୟ ରହିଥାଏ, ଆଉ କାହାର ଅଳ୍ପ ଅଭିନୟ ରହିଥାଏ। ଏକଥା କୌଣସି ମନୁଷ୍ୟ ଜାଣିନାହାନ୍ତି। ଆତ୍ମା ନିଜକୁ ହିଁ ଜାଣିନାହିଁ ତ ନିଜର ପିତାଙ୍କୁ କିପରି ଜାଣିବ? ଆତ୍ମାର କଥା ତ ଅଟେ ନା। ବାବା ହେଉଛନ୍ତି ଆତ୍ମାମାନଙ୍କର ପିତା। ଶ୍ରୀକୃଷ୍ଣ ତ ଆତ୍ମାମାନଙ୍କର ପିତା ନୁହନ୍ତି। କୃଷ୍ଣଙ୍କୁ ନିରାକାର ତ କୁହାଯିବ ନାହିଁ। ସାକାରରେ ହିଁ ତାଙ୍କୁ ଜାଣି ହୋଇଥାଏ। ଆତ୍ମା ତ ସମସ୍ତଙ୍କ ଭିତରେ ରହିଛି। ପ୍ରତ୍ୟେକ ଆତ୍ମାରେ ଅଭିନୟ ତ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଏସବୁ କଥା ତୁମମାନଙ୍କ ମଧ୍ୟରେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛନ୍ତି, ଯେଉଁମାନେ କି ବୁଝାଇ ପାରିବେ। ଏବେ ତୁମେ ପିଲାମାନେ ଜାଣୁଛ ଯେ ଆମେ ଆତ୍ମାମାନେ କିପରି 84 ଜନ୍ମ ନେଉଛୁ। ଏପରି ନୁହେଁ ଯେ ଆତ୍ମା ହିଁ ପରମାତ୍ମା। ନା, ବାବା ବୁଝାଇଛନ୍ତି, ଆମେ ଆତ୍ମା ପ୍ରଥମେ ଦେବତା ହେଉଛୁ, ଏବେ ପତିତ ତମ ପ୍ରଧାନ ହୋଇଛୁ, ପୁଣି ସତ୍ୱ ପ୍ରଧାନ ପବିତ୍ର ହେବାକୁ ପଡ଼ିବ। ଯେବେ ସୃଷ୍ଟି ପୁରୁଣା ହୋଇଯାଏ, ତେବେ ବାବା ଆସିଥାନ୍ତି। ବାବା ଆସି ପୁରୁଣାକୁ ନୂଆ କରିଥାନ୍ତି। ନୂଆ ସୃଷ୍ଟି ସ୍ଥାପନ କରିଥାନ୍ତି। ନୂଆ ଦୁନିଆରେ ହିଁ ଆଦି ସନାତନ ଦେବୀ ଦେବତା ଧର୍ମ ଥାଏ। ସେମାନଙ୍କ ନିମନ୍ତେ ହିଁ କୁହାଯିବ, ପ୍ରଥମେ କଳିଯୁଗୀ ଶୂଦ୍ର ଧର୍ମୀ ଥିଲେ। ଏବେ ପ୍ରଜାପିତା ବ୍ରହ୍ମାଙ୍କର ମୁଖ ବଂଶାବଳୀ ହୋଇ ବ୍ରାହ୍ମଣ ହୋଇଛ। ବ୍ରାହ୍ମଣ କୂଳରେ ଆସୁଛ। ବ୍ରାହ୍ମଣ କୂଳର ରାଜବଂଶ ହୋଇନଥାଏ। ବ୍ରାହ୍ମଣ କୂଳ ରାଜତ୍ୱ କରିନଥାନ୍ତି। ବର୍ତ୍ତମାନ ଭାରତରେ ନା ବ୍ରାହ୍ମଣ କୂଳ ରାଜତ୍ୱ କରୁଛନ୍ତି, ନା ଶୂଦ୍ର କୂଳ ରାଜତ୍ୱ କରୁଛନ୍ତି। ଉଭୟଙ୍କର ରାଜତ୍ୱ ନାହିଁ। ତ
ତଥାପି ମଧ୍ୟ ପ୍ରଜାଙ୍କ ଉପରେ ପ୍ରଜାର ରାଜ୍ୟ ତ ଚାଲୁଛି। ତୁମ ବ୍ରାହ୍ମଣ ମାନଙ୍କର କୌଣସି ରାଜ୍ୟ ନାହିଁ। ତୁମେମାନେ ଛାତ୍ର ହୋଇ ପାଠ ପଢ଼ୁଛ, ବାବା ତୁମକୁ ହିଁ ବୁଝାଉଛନ୍ତି ଏହି 84 ଜନ୍ମର ଚକ୍ର କିପରି ଘୁରୁଛି। ସତ୍ୟଯୁଗ ତ୍ରେତା ପୁଣି ହେଉଛି ସଙ୍ଗମ ଯୁଗ। ଏହି ସଙ୍ଗମ ଯୁଗର ଶ୍ରେଷ୍ଠ ମହିମା ପରି କୌଣସି ଯୁଗର ମହିମା ନାହିଁ। ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ସତ୍ୟ ଯୁଗରୁ ତ୍ରେତାକୁ ଆସୁଛନ୍ତି। ଦୁଇ କଳା କମ୍ ହୋଇଯାଉଛି, ତେଣୁ ତାଙ୍କର କ'ଣ ମହିମା କରାଯିବ? ତଳକୁ ଖସିବାର ମହିମା କରାଯାଇ ନଥାଏ। କଳି ଯୁଗକୁ ପୁରୁଣା ଦୁନିଆ କୁହାଯାଉଛି। ଏବେ ନୂଆ ଦୁନିଆ ସ୍ଥାପନ ହେବାକୁ ଯାଉଛି, ଯେଉଁଠି ଦେବୀ ଦେବତାମାନଙ୍କର ରାଜ୍ୟ ହେବ। ସେମାନେ ପୁରୁଷୋତ୍ତମ ଥିଲେ, ପୁଣି କଳା କମ୍ ହୋଇ କନିଷ୍ଠ ଶୂଦ୍ର ବୁଦ୍ଧି ହୋଇଯାଉଛନ୍ତି। ସେମାନଙ୍କୁ ପଥର ବୁଦ୍ଧି ମଧ୍ୟ କୁହାଯାଉଛି। ଏପରି ପଥର ବୁଦ୍ଧି ହୋଇଯାଉଛନ୍ତି ଯେ ଯାହାଙ୍କର ପୂଜା କରୁଛନ୍ତି ତାଙ୍କର ଜୀବନ କାହାଣୀକୁ ମଧ୍ୟ ଜାଣିନାହାନ୍ତି। ପିଲାମାନେ ଯଦି ବାବାଙ୍କର ଜୀବନକୁ ନ ଜାଣିବେ ତେବେ ସମ୍ପତ୍ତି କିପରି ମିଳିବ? ଏବେ ତୁମେ ପିଲାମାନେ ବାବାଙ୍କର ଜୀବନକୁ ଜାଣୁଛ। ତାଙ୍କଠାରୁ ତୁମକୁ ସମ୍ପତ୍ତି ମିଳୁଛି। ବେହଦ ପିତାଙ୍କୁ ମନେ ପକାଉଛ। ତୁମେ ମାତା ପିତା ଗାୟନ କରୁଛ। ତେବେ ନିଶ୍ଚୟ ବାବା ଆସିଥିବେ। ତେବେ ଅସରନ୍ତି ସୁଖ ଦେଇଥିବେ ନା? ବାବା କହୁଛନ୍ତି, ମୁଁ ଆସିଛି ତୁମମାନଙ୍କୁ ଅସରନ୍ତି ସୁଖ ଦେବା ପାଇଁ। ପିଲାମାନଙ୍କ ବୁଦ୍ଧିରେ ଏହି ଜ୍ଞାନ ଭଲ ଭାବରେ ରହିବା ଦରକାର। ସେଥିପାଇଁ ତୁମେ ସ୍ୱଦର୍ଶନ ଚକ୍ରଧାରୀ ହେଉଛ। ତୁମକୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି। ତୁମେ ଜାଣିଛ ଆମେ ପୁନର୍ବାର ଦେବତା ହେଉଛୁ। ଏବେ ଶୂଦ୍ରରୁ ବ୍ରାହ୍ମଣ ହୋଇଛୁ। କଳିଯୁଗୀ ବ୍ରାହ୍ମଣମାନେ ମଧ୍ୟ ଅଛନ୍ତି ନା? ଲୌକିକ ବ୍ରାହ୍ମଣମାନେ ଜାଣିନାହାନ୍ତି ଯେ ଆମର ଧର୍ମ ଅଥବା କୁଳ କେବେ ସ୍ଥାପନ ହେଲା, କାହିଁକି ନା ସେମାନେ ହେଉଛନ୍ତି କଳିଯୁଗୀ। ତୁମେ ଏବେ ସିଧାସଳଖ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହୋଇଛ ଏବଂ ସମସ୍ତଙ୍କଠାରୁ ଉଚ୍ଚ କୋଟିର ବ୍ରାହ୍ମଣ ଅଟ। ବାବା ଆସି ତୁମକୁ ପାଠ ପଢ଼ାଇବାର ସେବା, ପାଳନ ପୋଷଣର ସେବା ଏବଂ ଆତ୍ମାକୁ ସଜାଇବାର ସେବା କରୁଛନ୍ତି। ତୁମେମାନେ ମଧ୍ୟ ଈଶ୍ୱରୀୟ ସେବାରେ ରହିଛ। ଈଶ୍ୱର ପିତା ମଧ୍ୟ କହୁଛନ୍ତି, ମୁଁ ସମସ୍ତ ସନ୍ତାନମାନଙ୍କର ସେବା କରିବାକୁ ଆସିଛି। ପିଲାମାନଙ୍କୁ ସୁଖର ରାସ୍ତା ବତାଇବାକୁ ହେବ। ବାବା କହୁଛନ୍ତି, ଏବେ ଘରକୁ ଚାଲ। ମନୁଷ୍ୟ ମୁକ୍ତି ନିମନ୍ତେ ଭକ୍ତି କରୁଛନ୍ତି। ନିଶ୍ଚିତ ଜୀବନରେ ବନ୍ଧନ ରହିଛି। ବାବା ଆସି ଏହି ଦୁଃଖରୁ ମୁକ୍ତ କରୁଛନ୍ତି। ତୁମେ ଜାଣିଛ ଲୋକମାନେ ତ୍ରାହି ତ୍ରାହି କରିବେ, ହାହାକାର ପରେ ଜୟ ଜୟକାର ହେବ। ଏବେ ତୁମ ବୁଦ୍ଧିରେ ଅଛି। ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଆଦି ହେବ, କେତେ ହାୟ ହାୟ କରିବେ। ୟୁରୋପବାସୀ ଯାଦବ ମଧ୍ୟ ଅଛନ୍ତି। ବାବା ବୁଝାଉଛନ୍ତି, ୟୁରୋପବାସୀଙ୍କୁ ଯାଦବ କୁହାଯାଉଛି। ଦେଖାଉଛନ୍ତି ପେଟରୁ ମୂଷଳ ବାହାରିଥିଲା ଏବଂ ଅଭିଶାପ ଦେଲେ। କିନ୍ତୁ ଅଭିଶାପ ଆଦିର ତ କଥା ହିଁ ନାହିଁ। ଏହା ତ ଡ୍ରାମା ଅଟେ। ବାବା ସମ୍ପତ୍ତି ଦେଉଛନ୍ତି, ରାବଣ ଅଭିଶାପ ଦେଉଛି। ଏହା ଏକ ଖେଳ କରାଯାଇଛି। ବାକି ଅଭିଶାପ ଅନ୍ୟ ମନୁଷ୍ୟମାନେ ଦିଅନ୍ତି। ପୁଣି ସେହି ଅଭିଶାପରୁ ମୁକ୍ତ କରିବା ପାଇଁ ମଧ୍ୟ ଥାଆନ୍ତି। ଗୁରୁ ଗୋସାଇଁ ଆଦିଙ୍କୁ ମଧ୍ୟ ମନୁଷ୍ୟମାନେ ଡରିଥାନ୍ତି, ଯେପରି କୌଣସି ଅଭିଶାପ ନ ଦିଅନ୍ତୁ। ବାସ୍ତବରେ ଜ୍ଞାନ ମାର୍ଗରେ ଅଭିଶାପ କେହି ଦେଇପାରିବେ ନାହିଁ। ଜ୍ଞାନ ମାର୍ଗ ଏବଂ ଭକ୍ତି ମାର୍ଗରେ ଅଭିଶାପର କୌଣସି କଥା ନାହିଁ। ଯେଉଁମାନେ ରିଦ୍ଧି ସିଦ୍ଧି ଆଦି ଶିଖିଥାନ୍ତି ସେମାନେ ଅଭିଶାପ ଦେଇଥାନ୍ତି। ଲୋକମାନଙ୍କୁ ବହୁତ ଦୁଃଖୀ କରିଦେଇଥାନ୍ତି। ପଇସା ମଧ୍ୟ ବହୁତ ରୋଜଗାର କରିଥାନ୍ତି। ଭକ୍ତମାନେ ଏଭଳି କାମ କରନ୍ତି ନାହିଁ। ବାବା ଏକଥା ମଧ୍ୟ ବୁଝାଇଛନ୍ତି, ସଙ୍ଗମ ସହିତ ପୁରୁଷୋତ୍ତମ ଅକ୍ଷର ନିଶ୍ଚୟ ଲେଖ। ତ୍ରିମୂର୍ତ୍ତି ଏବଂ ପ୍ରଜାପିତା ଅକ୍ଷର ମଧ୍ୟ ନିଶ୍ଚୟ ଲେଖିବାକୁ ହେବ। କାହିଁକି ନା ବହୁତଙ୍କର ବ୍ରହ୍ମା ନାମ ମଧ୍ୟ ରହିଛି। ପ୍ରଜାପିତା ଅକ୍ଷର ଲେଖିଲେ ବୁଝିବେ ସାକାରରେ ପ୍ରଜାପିତା ଅଟନ୍ତି। କେବଳ ବ୍ରହ୍ମା ଲେଖିବା ଦ୍ୱାରା ସୂକ୍ଷ୍ମ ବତନବାସୀ ଭାବି ନେଉଛନ୍ତି ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ଭଗବାନ କହିଦେଉଛନ୍ତି। ପ୍ରଜାପିତା କହିଲେ ବୁଝାଇ ପାରିବ ଯେ ପ୍ରଜାପିତା ଏଠାରେ ଅଛନ୍ତି। ସେ ସୂକ୍ଷ୍ମ ବତନରେ କିପରି ରହିପାରିବେ? ବିଷ୍ଣୁକୁ ବ୍ରହ୍ମାଙ୍କ ନାଭିରୁ ବାହାରିବାର ଦର୍ଶାଯାଇଛି।
ତୁମକୁ ମଧ୍ୟ ଜ୍ଞାନ ମିଳିଛି। ନାଭି ଆଦିର କୌଣସି କଥା ହିଁ ନାହିଁ। ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା କିପରି ହେଉଛନ୍ତି, ସାରା ଚକ୍ରର ଜ୍ଞାନ ତୁମେ ଏହି ଚିତ୍ରଗୁଡ଼ିକ ଦ୍ୱାରା ବୁଝାଇ ପାରିବ। ବିନା ଚିତ୍ରରେ ବୁଝାଇବାରେ ପରିଶ୍ରମ ଲାଗିବ। ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ପୁଣି ବ୍ରହ୍ମା ହେଉଛନ୍ତି। ଲକ୍ଷ୍ମୀ ନାରାୟଣ 84 ଜନ୍ମର ଚକ୍ର ପୂରା କରି ପୁଣି ବ୍ରହ୍ମା ସରସ୍ୱତୀ ହେଉଛନ୍ତି। ବାବା ପୂର୍ବରୁ ନାମ ଦେଇଛନ୍ତି। ଭଟ୍ଟି ହେବା ସମୟରେ ନାମ ଦେଇଥିଲେ, ପୁଣି କେତେକ ଯଜ୍ଞ ଛାଡ଼ି ଚାଲିଗଲେ। ସେଥିପାଇଁ ବୁଝାଉଛନ୍ତି ବ୍ରାହ୍ମଣଙ୍କର ମାଳା ହୋଇପାରିବ ନାହିଁ। କାହିଁକି ନା ବ୍ରାହ୍ମଣ ହେଉଛନ୍ତି ପୁରୁଷାର୍ଥୀ। ସ୍ଥିତି ଦୋଳାୟମାନ ହେଉଛି, ଗ୍ରହଚାରୀ ବସିଯାଉଛି। ବାବା ହୀରା ବ୍ୟବସାୟୀ ଥିଲେ। ମୋତି ଆଦିର ମାଳା କିପରି ହେଉଛି ଅନୁଭବୀ ଅଟନ୍ତି। ବ୍ରାହ୍ମଣଙ୍କର ମାଳା ଶେଷରେ ତିଆରି ହେଉଛି। ଆମେ ବ୍ରାହ୍ମଣ ଦୈବୀ ଗୁଣ ଧାରଣ କରି ଦେବତା ହେଉଛୁ। ପୁଣି ସିଡ଼ି ଓହ୍ଲାଇବାକୁ ହେବ, ନଚେତ 84 ଜନ୍ମ କିପରି ନେବା? 84 ଜନ୍ମର ହିସାବରୁ ହିଁ ଏହା ବାହାରି ପାରିବ। ତୁମର ଅଧା ସମୟ ଅଭିନୟ ପରେ ଅନ୍ୟ ଧର୍ମାବଲମ୍ବୀମାନେ ଆସୁଛନ୍ତି। ମାଳା ତିଆରି କରିବାରେ ବହୁତ ମେହନତ ଲାଗୁଛି। ବହୁତ ଯତ୍ନର ସହିତ ମୋତିଗୁଡ଼ିକୁ ଟେବୁଲ ଉପରେ ରଖାଯାଇଥାଏ, ଯେପରି ହଲି ନ ଯାଉ। ପୁଣି ଛୁଞ୍ଚିରେ ଗଳା ଯାଇଥାଏ। ଠିକ୍ ନହେଲେ ପୁଣି ମାଳାକୁ ଭାଙ୍ଗିବାକୁ ପଡ଼ିଥାଏ। ଏହା ବହୁତ ବଡ଼ ମାଳା ଅଟେ। ତୁମେ ଜାଣିଛ, ନୂଆ ଦୁନିଆ ପାଇଁ ଆମେ ପାଠ ପଢ଼ୁଛୁ। ବାବା ବୁଝାଉଛନ୍ତି ସ୍ଲୋଗାନ ତିଆରି କର। ଆମେ ଶୂଦ୍ରରୁ ବ୍ରାହ୍ମଣ, ବ୍ରାହ୍ମଣରୁ ଦେବତା କିପରି ହେଉଛୁ ଆସି ବୁଝ। ଏହି ଚକ୍ରକୁ ଜାଣିବା ଦ୍ୱାରା ତୁମେ ଚକ୍ରବର୍ତ୍ତୀ ରାଜା ହେବ, ସ୍ୱର୍ଗର ମାଲିକ ହୋଇଯିବ। ଏପରି ସ୍ଲୋଗାନ ତିଆରି କରି ପିଲାମାନଙ୍କୁ ଶିଖାଇବା ଉଚିତ। ବାବା ବହୁତ ଯୁକ୍ତି ବତାଉଛନ୍ତି। ବାସ୍ତବରେ ତୁମର ହିଁ ମୂଲ୍ୟବାନ ଜୀବନ ଅଟେ। ତୁମକୁ ହିରୋ ହିରୋଇନ୍ର ଅଭିନୟ ମିଳୁଛି। ତୁମେ ହୀରା ତୁଲ୍ୟ ହେଉଛ। ପୁଣି 84 ଜନ୍ମର ଚକ୍ର ଲଗାଇ କଉଡ଼ି ସଦୃଶ ହୋଇଯାଉଛ। ଯେବେ କି ବର୍ତ୍ତମାନ ତୁମକୁ ହୀରା ତୁଲ୍ୟ ଜନ୍ମ ମିଳୁଛି, ତେବେ କଉଡ଼ି ପଛରେ କାହିଁକି ପଡ଼ିଛ? ଏପରି ନୁହେଁ ଯେ ଘରଦ୍ୱାର ଛାଡ଼ିବାକୁ ପଡ଼ିବ। ବାବା କହୁଛନ୍ତି, ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ପବିତ୍ର ରୁହ ଏବଂ ସୃଷ୍ଟି ଚକ୍ରର ଜ୍ଞାନକୁ ଜାଣି ଦୈବୀ ଗୁଣ ମଧ୍ୟ ଧାରଣ କର। ତେବେ ତୁମେ ହୀରା ତୁଲ୍ୟ ହୋଇଯିବ। ବାସ୍ତବରେ ଭାରତ 5000 ବର୍ଷ ପୂର୍ବରୁ ହୀରା ତୁଲ୍ୟ ଥିଲା। ଏହା ହେଉଛି ତୁମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଏହି ଲକ୍ଷ୍ମୀ ନାରାୟଣଙ୍କର ଚିତ୍ରକୁ ବହୁତ ମହତ୍ତ୍ୱ ଦେବା ଉଚିତ। ତୁମକୁ ପ୍ରଦର୍ଶନୀ, ମ୍ୟୁଜିୟମ ଆଦିରେ ବହୁତ ସେବା କରିବାକୁ ହେବ। ବିହଙ୍ଗ ମାର୍ଗର ସେବା ବିନା ତୁମେ ପ୍ରଜା କିପରି ତିଆରି କରିବ? ଭଲେ ଏହି ଜ୍ଞାନକୁ ଶୁଣିଛନ୍ତି, କିନ୍ତୁ ବିରଳ କେହି ଉଚ୍ଚ ପଦ ପାଉଛନ୍ତି। ତାଙ୍କ ନିମନ୍ତେ କୁହାଯାଉଛି, କୋଟିକରେ କେହି ଜଣେ। ବୃତ୍ତି ମଧ୍ୟ କେହି ବିରଳ ନେଇଥାନ୍ତି ନା। ସ୍କୁଲରେ 40-50 ପିଲାଙ୍କ ମଧ୍ୟରୁ କେହି ଜଣେ ବୃତ୍ତି ନେଇଥାନ୍ତି। କେହି ପାଖାପାଖି ରହିଥିଲେ ତାଙ୍କୁ ମଧ୍ୟ ଦେଇଥାନ୍ତି। ଏହା ମଧ୍ୟ ସେହିପରି ଅଟେ। ପାଖାପାଖି ତ ବହୁତ ଅଛନ୍ତି। 8 ଦାନା ମଧ୍ୟ କ୍ରମାନ୍ୱୟରେ ରହିଛନ୍ତି। ସେମାନେ ପ୍ରଥମେ ରାଜଗଦିରେ ବସିବେ, ପୁଣି କଳା କମ୍ ହୋଇଯିବ। ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ହେଉଛି ନମ୍ବର 1। ତାଙ୍କର ମଧ୍ୟ ରାଜବଂଶ ଚାଲୁଛି, କିନ୍ତୁ କେବଳ ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ହିଁ ଦିଆଯାଇଛି। ଏଠାରେ ତୁମେ ଜାଣୁଛ, ଚିତ୍ର ତ ବଦଳି ଚାଲିଛି। ଚିତ୍ର ଦେବାରେ କି ଲାଭ? ନାମ, ରୂପ, ଦେଶ, କାଳ ସବୁ ବଦଳି ଯାଇଥାଏ। ମିଠା ମିଠା ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ବାବା ବସି ବୁଝାଉଛନ୍ତି। କଳ୍ପ ପୂର୍ବରୁ ମଧ୍ୟ ବାବା ବୁଝାଇଥିଲେ। ଏପରି ନୁହେଁ ଶ୍ରୀକୃଷ୍ଣ ହିଁ ଗୋପ ଗୋପୀମାନଙ୍କୁ ଶୁଣାଇଥିଲେ। ଶ୍ରୀକୃଷ୍ଣଙ୍କର କେହି ଗୋପ ଗୋପୀ ନଥାନ୍ତି, ନା ତାଙ୍କୁ ଜ୍ଞାନ ଶିଖାଯାଇଥାଏ। ସେ ସତ୍ୟ ଯୁଗର ରାଜକୁମାର। ସେଠାରେ କିପରି ରାଜଯୋଗ ଶିଖାଇ ପତିତରୁ ପାବନ କରାଇବେ? ଏବେ ତୁମେ ନିଜର ପିତାଙ୍କୁ ମନେ ପକାଅ। ବାବା ପୁଣି ଶିକ୍ଷକ ମଧ୍ୟ ଅଟନ୍ତି। ଶିକ୍ଷକଙ୍କୁ ଛାତ୍ର କେବେ ହେଲେ ଭୁଲି ପାରିବେ ନାହିଁ। ବାପାଙ୍କୁ ପିଲାମାନେ ଅଥବା ଗୁରୁଙ୍କୁ ଅନୁଗାମୀମାନେ କେବେ ଭୁଲି ପାରିବେ ନାହିଁ। ପିତା ତ ଜନ୍ମରୁ ହିଁ ଥାନ୍ତି। ଶିକ୍ଷକ 5 ବର୍ଷ ପରେ ମିଳିଥାନ୍ତି। ପୁଣି ବାନପ୍ରସ୍ଥରେ ଗୁରୁ ମିଳିଥାନ୍ତି। ଜନ୍ମରୁ ହିଁ ଗୁରୁ କରିବାରେ ତ କୌଣସି ଫାଇଦା ନାହିଁ।
ଗୁରୁଙ୍କ କୋଳକୁ ଯାଇ ତା ପରଦିନ ମରିଗଲେ ଗୁରୁ କ'ଣ କରିପାରିବେ? ଗାୟନ କରନ୍ତି ସତ୍ ଗୁରୁ ବିନା ଗତି ନାହିଁ। ସତ୍ ଗୁରୁଙ୍କୁ ଛାଡ଼ି ସେମାନେ ପୁଣି ଗୁରୁ କହିଦେଉଛନ୍ତି। ଗୁରୁ ତ ଢେର ଅଛନ୍ତି। ବାବା କହୁଛନ୍ତି, ପିଲାମାନେ, ତୁମକୁ କୌଣସି ଦେହଧାରୀ ଗୁରୁ ଆଦି କରିବାର ଆବଶ୍ୟକତା ନାହିଁ। ତୁମେ କାହାକୁ ବି କିଛି ମାଗିବା ଅନୁଚିତ। କୁହାଯାଏ ମାଗିବା ଠାରୁ ମରିବା ଭଲ। ସମସ୍ତଙ୍କର ଚିନ୍ତା ରହିଥାଏ, ଆମେ କିପରି ନିଜର ପଇସା ଟ୍ରାନ୍ସଫର କରିବୁ। ପର ଜନ୍ମ ପାଇଁ ସେମାନେ ଈଶ୍ୱର ଅର୍ଥେ ଦାନ ପୁଣ୍ୟ କରୁଥିବାରୁ ତାର ପ୍ରତିଦାନ ସ୍ୱରୂପ ଏହି ପୁରୁଣା ସୃଷ୍ଟିରେ ଅଳ୍ପ କାଳ ପାଇଁ ମିଳିଥାଏ। ଏଠାରେ ତୁମର ଟ୍ରାନ୍ସଫର ହେଉଛି ନୂଆ ଦୁନିଆକୁ, ତାହା ମଧ୍ୟ 21 ଜନ୍ମ ନିମନ୍ତେ। ତନ୍ ମନ୍ ଧନ ପ୍ରଭୁଙ୍କ ଆଗରେ ଅର୍ପଣ କରିବାକୁ ହେବ। ତାହା ମଧ୍ୟ ସେ ଯେତେବେଳେ ସମ୍ମୁଖକୁ ଆସିବେ। ଯେବେ ଅର୍ପଣ କରିବା ନା, ପ୍ରଭୁଙ୍କୁ କେହି ଜାଣି ନଥିବାରୁ ଗୁରୁ କରୁଛନ୍ତି। ଧନ ଆଦି ଗୁରୁଙ୍କ ଆଗରେ ଅର୍ପଣ କରି ଦେଇଥାନ୍ତି। ଯଦି କାହାର ଉତ୍ତରାଧିକାରୀ ନଥାନ୍ତି, ତେବେ ସବୁ କିଛି ଗୁରୁଙ୍କୁ ଦେଇ ଦେଇଥାନ୍ତି। ଆଜିକାଲି ବିଧିପୂର୍ବକ ଈଶ୍ୱର ଅର୍ଥେ କେହି ଦେଉନାହାନ୍ତି। ବାବା ବୁଝାଉଛନ୍ତି, ମୁଁ ଦୀନବନ୍ଧୁ ଅଟେ, ସେଥିପାଇଁ ମୁଁ ଭାରତକୁ ହିଁ ଆସୁଛି। ତୁମକୁ ଆସି ବିଶ୍ୱର ମାଲିକ କରୁଛି। ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ କେତେ ଫରକ ରହିଛି। ସେମାନେ କିଛି ହେଲେ ଜାଣିନାହାନ୍ତି, କେବଳ କହିଦେଉଛନ୍ତି ଆମେ ଈଶ୍ୱର ଅର୍ପଣ କରିଦେଉଛୁ। ଏସବୁ କିଛି ଅଜ୍ଞାନତା ଅଟେ। ତୁମକୁ ଏବେ ଜ୍ଞାନ ମିଳୁଥିବାରୁ ତୁମେ ଅଜ୍ଞାନରୁ ଜ୍ଞାନୀ ହେଉଛ। ବୁଦ୍ଧିରେ ଏହି ଜ୍ଞାନ ଅଛି ଯେ ବାବା ତ କମାଲ କରୁଛନ୍ତି। ନିଶ୍ଚୟ ବେହଦ ବାବାଙ୍କ ଠାରୁ ବେହଦର ସମ୍ପତ୍ତି ହିଁ ମିଳିବା ଉଚିତ। ବାବାଙ୍କ ଠାରୁ ତୁମେ ସମ୍ପତ୍ତି ନେଉଛ କେବଳ ଦାଦା ବ୍ରହ୍ମା ବାବାଙ୍କ ଦ୍ୱାରା। ଦାଦା ମଧ୍ୟ ବାବାଙ୍କ ଠାରୁ ସମ୍ପତ୍ତି ନେଉଛନ୍ତି। ସମ୍ପତ୍ତି ଦାତା ଜଣେ ହିଁ ଅଟନ୍ତି, ତାଙ୍କୁ ହିଁ ମନେ ପକାଇବାକୁ ହେବ। ବାବା କହୁଛନ୍ତି, ପିଲାମାନେ, ମୁଁ ଏହାଙ୍କର ବହୁତ ଜନ୍ମର ଅନ୍ତରେ ଆସୁଛି। ଏହାଙ୍କ ଶରୀରରେ ପ୍ରବେଶ କରି ଏହାଙ୍କୁ ମଧ୍ୟ ପବିତ୍ର କରୁଛି, ଯାହାଦ୍ୱାରା ଇଏ ଫରିସ୍ତା ହୋଇଯାଉଛନ୍ତି। ବ୍ୟାଜ ମାଧ୍ୟମରେ ତୁମେ ବହୁତ ସେବା କରିପାରିବ। ତୁମର ଏହି ବ୍ୟାଜ ଅର୍ଥ ସହିତ ଅଟେ। ଏହା ତ ଜୀବଦାନ ଦେଉଥିବା ଚିତ୍ର ଅଟେ। ଏହାର ମୂଲ୍ୟ ବିଷୟରେ କାହାକୁ ବି ଜଣା ନାହିଁ। ବାବାଙ୍କୁ ସର୍ବଦା ବଡ଼ ଚିତ୍ର ପସନ୍ଦ ଆସିଥାଏ, କାହିଁକି ନା ଯିଏ ହେଲେ ମଧ୍ୟ ଦୂରରୁ ପଢ଼ିପାରିବେ। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। ପ୍ରଥମ ପଏଣ୍ଟ, ବାବାଙ୍କ ଠାରୁ ବେହଦର ସମ୍ପତ୍ତି ନେବା ପାଇଁ ସିଧାସଳଖ ନିଜର ତନ ମନ ଧନ ଈଶ୍ୱରଙ୍କ ନିକଟରେ ଅର୍ପଣ କରିବାରେ ବୁଦ୍ଧିମାନ ହେବାକୁ ପଡ଼ିବ। ନିଜର ସବୁକିଛି 21 ଜନ୍ମ ପାଇଁ ଟ୍ରାନ୍ସଫର ଅର୍ଥାତ୍ ସ୍ଥାନାନ୍ତରିତ କରିବାକୁ ପଡ଼ିବ। ବାବାଙ୍କ ଠାରୁ ବେହଦର ସମ୍ପତ୍ତି ନେବା ପାଇଁ ସିଧାସଳଖ ନିଜର ତନ ମନ ଧନ ଈଶ୍ୱରଙ୍କ ନିକଟରେ ଅର୍ପଣ କରିବାରେ ବୁଦ୍ଧିମାନ ହେବାକୁ ପଡ଼ିବ। ନିଜର ସବୁକିଛି 21 ଜନ୍ମ ପାଇଁ ଟ୍ରାନ୍ସଫର ଅର୍ଥାତ୍ ସ୍ଥାନାନ୍ତରିତ କରିବାକୁ ପଡ଼ିବ। ଦ୍ୱିତୀୟ ପଏଣ୍ଟ, ଯେପରି ବାବା ଆମକୁ ପାଠ ପଢ଼ାଇବାର, ପାଳନା ଦେବାର ଏବଂ ଶୃଙ୍ଗାର କରିବାର ସେବା କରୁଛନ୍ତି, ସେହିପରି ବାବାଙ୍କ ସମାନ ସେବା କରିବାକୁ ହେବ। ସମସ୍ତଙ୍କୁ ଜୀବନ ବନ୍ଧନରୁ ମୁକ୍ତ କରି ଜୀବନ ମୁକ୍ତିକୁ ନେଇଯିବାକୁ ହେବ। ଯେପରି ବାବା ଆମକୁ ପାଠ ପଢ଼ାଇବାର, ପାଳନା ଦେବାର ଏବଂ ଶୃଙ୍ଗାର କରିବାର ସେବା କରୁଛନ୍ତି, ସେହିପରି ବାବାଙ୍କ ସମାନ ସେବା କରିବାକୁ ହେବ। ସମସ୍ତଙ୍କୁ ଜୀବନ ବନ୍ଧନରୁ ମୁକ୍ତ କରି ଜୀବନ ମୁକ୍ତିକୁ ନେଇଯିବାକୁ ହେବ। ବରଦାନ, ଜ୍ଞାନ ରୂପୀ କଳସ ଧାରଣ କରି ତୁଷାର୍ତ ଆତ୍ମାମାନଙ୍କର ତୃଷା ନିବାରଣ କରୁଥିବା ଅମୃତ କଳସଧାରୀ ଭବ। ଜ୍ଞାନ ରୂପୀ କଳସ ଧାରଣ କରି ତୁଷାର୍ତ ଆତ୍ମାମାନଙ୍କର ତୃଷା ନିବାରଣ କରୁଥିବା ଅମୃତ କଳସଧାରୀ ଭବ। ବର୍ତ୍ତମାନ ଅଧିକାଂଶ ଆତ୍ମାମାନେ ପ୍ରକୃତିର ଅଳ୍ପ କାଳର ସାଧନଗୁଡ଼ିକ ଠାରୁ ଆତ୍ମିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଉଦ୍ଦିଷ୍ଟ ଥିବା ଅଳ୍ପଜ୍ଞ ସ୍ଥାନଗୁଡ଼ିକ ଠାରୁ ପରମାତ୍ମା ମିଳନ କରାଇବାର ଠିକାଦାରମାନଙ୍କ ଠାରୁ ଥକି ଗଲେଣି, ନିରାଶ ହୋଇଗଲେଣି।
ଭାବୁଛନ୍ତି ସତ୍ୟ ଆଉ କିଛି ଅଛି, ସେମାନେ ପ୍ରାପ୍ତି ତୁଷାର୍ତ ଅଟନ୍ତି। ଏହିଭଳି ତୁଷାର୍ତ ଆତ୍ମାମାନଙ୍କୁ ଆତ୍ମିକ ପରିଚୟର ପରମାତ୍ମ ପରିଚୟ ଯଥାର୍ଥ ବୁନ୍ଦାଟିଏ ମଧ୍ୟ ତୃପ୍ତ ଆତ୍ମା କରିଦେବ। ସେଥିପାଇଁ ଜ୍ଞାନରୂପୀ କଳସ ଧାରଣ କରି ତୁଷାର୍ତ ଆତ୍ମାମାନଙ୍କର ତୃଷା ନିବାରଣ କର। ଅମୃତ କଳସ ସର୍ବଦା ସାଥିରେ ରହିଥାଉ। ନିଜେ ଅମର ହୁଅ ଏବଂ ଅମର କର। ସ୍ଲୋଗନ। ଯଦି ଆଡ଼ଜଷ୍ଟ ହେବାର କଳାକୁ ନିଜର ଲକ୍ଷ୍ୟ ରୂପେ ଗ୍ରହଣ କରିନେବ, ତେବେ ସହଜରେ ସମ୍ପୂର୍ଣ୍ଣ ହୋଇଯିବ। ଯଦି ଆଡ଼ଜଷ୍ଟ ହେବାର କଳାକୁ ନିଜର ଲକ୍ଷ୍ୟ ରୂପେ ଗ୍ରହଣ କରିନେବ, ତେବେ ସହଜରେ ସମ୍ପୂର୍ଣ୍ଣ ହୋଇଯିବ। ଅବ୍ୟକ୍ତ ଇସାରା। ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଅଶରୀରୀ ହେବା ପାଇଁ ଏକତ୍ରୀକରଣର ଶକ୍ତି ଅତି ଆବଶ୍ୟକ ଅଟେ। ନିଜର ଦେହ ଅଭିମାନର ସଂକଳ୍ପକୁ, ଦେହର ଦୁନିଆର ପରିସ୍ଥିତି ଗୁଡ଼ିକର ସଂକଳ୍ପକୁ ଏକତ୍ରିତ କରିବାକୁ ହେବ। କେବଳ ଘରକୁ ଯିବାର ସଂକଳ୍ପ ବ୍ୟତୀତ ଅନ୍ୟ କୌଣସି ବି ସଂକଳ୍ପର ବିସ୍ତାର ନ ହେଉ। କେବଳ ଏହି ଗୋଟିଏ ସଂକଳ୍ପ ରହୁ ଯେ ଏବେ ଖୁବ୍ ଶୀଘ୍ର ଘରକୁ ଯିବାକୁ ହେବ। ଅନୁଭବ କର ଯେ ମୁଁ ଆତ୍ମା ଏହି ଆକାଶ ତତ୍ତ୍ୱଠାରୁ ମଧ୍ୟ ପରପାରିକୁ ଉଡ଼ି କରି ଯାଉଛି। ଏଥିପାଇଁ ଏବେଠାରୁ ଅକାଳ ତଖ୍ତ ନସିନ ହେବାର ଅଭ୍ୟାସକୁ ବଢ଼ାଅ। ଓମ୍ ଶାନ୍ତି। ଆତ୍ମା ପିୟର ହେ ଦେଲ ଆସି ଆତ୍ମଜ୍ଞାନ। ଆତ୍ମା ପିୟର ହେ ଦେଲ ଆସି ଆତ୍ମଜ୍ଞାନ। ଆତ୍ମାର ସ୍ୱଧର୍ମ ଶାନ୍ତି ମୁଁ ଜାଣିଲି। ଆତ୍ମାର ସ୍ୱଧର୍ମ ଶାନ୍ତି ମୁଁ ଜାଣିଲି। ହଟିଲା ମୋର ଅଜ୍ଞାନ। ଆତ୍ମା ପିୟର ହେ ଦେଲ ଆସି ଆତ୍ମଜ୍ଞାନ। ଏଣେ ତେଣେ ଯିବା ଶେଷ ମୋ ହୋଇଛି। ଏଣେ ତେଣେ ଯିବା ଶେଷ ମୋ ହୋଇଛି। ପାଇବାକୁ ସୁଖ ଶାନ୍ତି 21 ଜନ୍ମ ସୌଭାଗ୍ୟ ପାଇକି। 21 ଜନ୍ମ ସୌଭାଗ୍ୟ ପାଇକି ପୁରୁଷାର୍ଥ କରେ ନୀତି। ରଚନା କାର୍ଯ୍ୟରେ ସହଯୋଗୀ ହେବି। ରଚନା କାର୍ଯ୍ୟରେ ସହଯୋଗୀ ହେବି। ଦିଅ ଏହି ସଦ ଜ୍ଞାନ। ଆତ୍ମା ପିୟର ହେ ଦେଲ ଆସି ଆତ୍ମଜ୍ଞାନ। ଅସରନ୍ତି ଧନ ପାଇବି ନିଶ୍ଚୟ। ଅସରନ୍ତି ଧନ ପାଇବି ନିଶ୍ଚୟ। ସରଗ ଦୁନିଆ ଯାଇ ସେ ପାଇଁ ପଢ଼ୁଛି ତୁମରି ପାଠକୁ। ସେ ପାଇଁ ପଢ଼ୁଛି ତୁମରି ପାଠକୁ। ନୀତି ମନ ଧ୍ୟାନ ଦେଇ ଅନେକ ଆତ୍ମାର ସେବା ମୁଁ କରିବି। ଅନେକ ଆତ୍ମାର ସେବା ମୁଁ କରିବି। ରଖି ସଦା ଖୁସି ମନ। ଆତ୍ମା ପିୟର ହେ ଦେଲ ଆସି ଆତ୍ମଜ୍ଞାନ। ବାହା ବାହା ସ୍ମୃତି ମତିରେ ମୋର ରଖି। ବାହା ବାହା ସ୍ମୃତି ମତିରେ ମୋର ରଖି। ନିର୍ଭୟ ହୋଇବି
ସତେ ଉଦାସ ନିରାଶ ଭାବ ମୋ ତୁଟିବ ଉଦାସ ନିରାଶ ଭାବ ମୋ ତୁଟିବ କଇଲାଣ ଭାବି ଏଥେ ମାନସିକ ସେବା ନୀତି ମୁଁ କରିବି ମାନସିକ ସେବା ନୀତି ମୁଁ କରିବି ସନ୍ତୁଷ୍ଟ ରଖିବି ମନ ଆତ୍ମା ପିୟର ହେ ଦେଲ ଆସି ଆତ୍ମଜ୍ଞାନ।